तो नारे मना को देछि तो नारे मना को देछि तो नारे मना तम अतीतर प्रेमिका साथी तम दुख समय तुमको टिके समवेदना जन से कथा मु जानी रूपाली कहीं तुम्हें एठिक आसीच रूपाली अरे मृत्यु जदि दुख होता से दिन श्रीकृष्ण मरिबा परे राधा कही नते हे कृष्ण देख तम मृत्यु परे केमिति तम गोपी माने हाथ में शंखा और मथारे सिंदूर पिंधि मत देख तम मृत्यु पर भी मो हाथ शंखा और मथार मो सिंदूर बची रूपाली अरे कृष्ण को मृत्यु जदि राधा को दुख दे नथिला कहीं मो मृत्यु तुमको दुख दब कहीं से दिन मु तुमको कही ना मु तुमको पुलिस रो शास्ति देबी कही से दिन तुमको शास्ति तो देइच रूपाली तमे ए रूपाली सिद्धि पाई मो मन दुख करूनी राग रुषा अभिमान किछि भी करूनी कहीं ना तुमको केवल मो धन्यवाद जनाऊँ रूपाली कहीं ना ए दुनिया रे नारी माने रहंती रूपाली प्रत्येक नारी रो सुरक्षा दबा उचित कहीं ना दुनिया रे पूरा नारी माने रहंती एते जदि सद्बुद्धि थिला ताले काहे गोटे निरीह सरल झीर सर्वनाश करूतला हां मु भूल करिछि बड़ अजब ए दुनिया रूपाली बेले बेले कि भूल न करी खुशी हबाकू पड़े पाप न करी प्रायश्चित्त करबाकू पड़े तमे कि तू पाप करिछ हां मु करिछि पाप करिछि मु ए रूपाली अरे ए कथाटा ए दुनिया रो समस्त कहउछंती तमे काहे कि तमे ए कथा बारंबार कही मो पाखर तमे छोट हे जाउछ रूपाली ए रूपाली तुमको गोटे गप कहिबी सुनिबो गप की गप कहबा तमे साप नेउलर गप मालिक अति स्नेह रे गोटे नेउलटा पाली थाए ताको निज पुओ अधिक स्नेह करू थाए रूपाली नेउलटा ता मालिक को रामचंद्र बड़ी भक्ति करू था दिने कौनसी गोटे काम रे मालिकटा नेउल को घरे छाड़ी बाहर को चली गला ता कौला छुआटा को अगणा रे सुआई दे नेउल को जगे दे जाई थाए रूपाली ठीक से समय रे गोटे विषधर साप आसी छुआटा को दंशन करने को बाहर सही पारिलानी राम भक्त नेउल मुनिया दांतरे सापटा को कामुड़ी कामुड़ी मारी देला खुशी खबर दबा पाई द्वार मोहरे नेउल भक्त बड़ी जगी बसी थाए मालिक आसिला हठात नेउल मोहरे रक्त दाग देखी ता पितटा मुंड को चढ़ी गला रूपाली सही पारिले से द्वार मुंडरू ठेंगाटे आनी नेउलटा को मारू मारू मारी
ଥରେ ଯାଇ ଅଗଣାରେ ଦେଖେ ତା ଛୁଆଟି ହସି ହସି ଖେଳୁଛି। ବୁଝିଲା ମାଲିକ, ବୁଝିଲା ଯାହାକୁ ସିଏ ପୁଅ ଭଳି ପାଳି ପୋଷି ମଣିଷ କରିଛି ସିଏ ତା ଛୁଆକୁ ମାରିନି ରୂପାଲି, ସେଇ ବିଷଧର ସାପଟା ମାରି ଦେଇଛି। ରୂପାଲି କହିପାରିବ ପ୍ରକୃତରେ ସେ ଗପରେ ପାପୀ କିଏ? ଓ ଏମିତି ଗପ ଛଳନା କରି ତମେ କହିବାକୁ ଚାହୁଁଛ ତମେ ନିର୍ଦ୍ଦୋଷ, ଏ କଥା ତମେ କୋର୍ଟରେ କହିପାରିଥାନ୍ତ। ବେଳେ ବେଳେ ହାରି ଯିବାରେ ଆନନ୍ଦ ଥାଏ, ସମାପ୍ତ ହେଇଯିବାରେ ଖୁସି ଥାଏ। ଆଉ ତମ ମୁହଁରୁ ମୁଁ କୌଣସି କଥା ଶୁଣିବାକୁ ଚାହେଁନି। ଘରେ ଟଙ୍କା ନିଅ। ଟଙ୍କା? ମୋ ପାଠ ପଢାରେ ଯୋଉ ଟଙ୍କା ଖର୍ଚ୍ଚ କରିଥିଲ ଏଇ ହଉଛି ସେଇ ଟଙ୍କା। ଏ ଟଙ୍କା କିନ୍ତୁ ସେ ଟଙ୍କା ନୁହଁ, ସେଦିନ ଆଲୋକ ଦେଇଥିବା ଟଙ୍କା ଥିଲା ବଡ ଦେଉଳର ନିର୍ମାଲ୍ୟ। ବାବୁ ଆଉ ତୋର ଟଙ୍କା ହଉଛି ନର୍କ ନର୍ଦ୍ଦମା। ଓ ମୋ ଠାରୁ କେସରେ ହାରିଯିବା ପରେ ଆପଣଙ୍କର ମୋ ଉପରେ ଇଚ୍ଛା ହଉଛି ନା? ନା ଇଚ୍ଛା ନୁହଁ, ବରଂ ଘୃଣା ବୋଲି କହ, ଘୃଣା। ବାପା କାହିଁକି କାହିଁକି ବାବୁ ଆପଣ ଝିଅଟାକୁ ଏମିତି ଭାବରେ କଥାବାର୍ତ୍ତା କରୁଛନ୍ତି ବାବୁ? କାହିଁକି ଏଭଳି ଚରିତ୍ରକୁ ଝିଅ ବୋଲି କହିଲେ ନାଇଁ ମୋ ବାପ ପୁଣିଆରେ ଆଞ୍ଚ ନାଇଁ ବାବୁ, ଆସିବ। ନାଇଁ। ଯିଏ ନିଜ ବାପକୁ ହରେଇବାକୁ ଯାଇ ଅନ୍ୟାୟ ପଥକୁ ଅନୁସରଣ କରିପାରେ ସେ କାହାରି ଝିଅ ହେଇପାରେ ନା, ସେ ସମାଜ ଆଖିରେ କଳଙ୍କ। ନାଇଁ ବାପା ଆଜି ଆପଣ ମୋ ଠାରୁ ହାରି ନାହାନ୍ତି, ତେବେ ସମୟ ଆସିବ ଆଉ ଆପଣ ମୋ ଠାରୁ ଭୟଙ୍କର ଭାବରେ ହାରିଯିବେ। ଆଉ ସେତେବେଳେ ଆପଣ ଠିକ ଅନୁତାପ କରିବେ ନିଜ ଝିଅକୁ କଳଙ୍କିନି କହିବାର ପରିଣାମଟା କେତେ ଭୟଙ୍କର। ଗଲା ବେଳେ ସେ ଟଙ୍କାରେ ଗୋଟେ ବଡ ଆଇନା କିଣି ନେବୁ। ଆଉ ଯଦି ଭବିଷ୍ୟତରେ କେବେ ଅନୁଭବ କରୁ ତୁ ଭୁଲ କରିଛୁ, ତାହେଲେ ସେ ଆଇନା ଆଗରେ ଠିଆ ହେଇ ଆଖିରୁ ଦି ଧାର ଲୁହା ଗଡେଇ ନିଜେ ନିଜକୁ ପ୍ରଶ୍ନ କରିବୁ, ତୁ ଉତ୍ତର ଠିକ କହିଛୁ। ତୁ ମୋ ଠାରୁ ଜିତିଛୁ ନା ହାରିଛୁ? ହାରିଛୁ ନା ଜିତିଛୁ? ତୁ ମୋ ଠାରୁ ଜିତିଛୁ ନା ହାରିଛୁ? Oh, shit! ବାବୁ କାହିଁକି ଆପଣ ଝିଅଟାକୁ ଏମିତି ଧିକ୍କାର କରୁଛନ୍ତି ବାବୁ? ସବୁ କଥା ଶୁଣି ସାରିବା ପରେ ଖାଲି ଧିକ୍କାର କରିଛି। ଆଉ କୋଉ ବାପା ହେଇଥିଲେ ତା ତଣ୍ଟି ଚିପି ମାରି ଦେଇଥାନ୍ତା। ଓ ସବୁ କଥା ଶୁଣି ସାରିଛନ୍ତି ମାନେ? ହ୍ୟାଲୋ, ରଚନା ମ୍ୟାଡାମ ସବୁ ପ୍ରକାଶ କରି ସାରିଛନ୍ତି, ଖାଲି ଆଦିତ୍ୟ ରାୟ ଜାଣିନାହାନ୍ତି। କଣ କହିଲେ ବାବୁ? ରଚନା ମୋ ନିୟମକୁ ଭାଙ୍ଗି ଦେଇଛି। ସେଥିପାଇଁ ତୁ ମତେ ଯାହା ଦଣ୍ଡ ଦେବୁ ମୁଣ୍ଡ ପାତି ମୁଁ ସହି ନେବି ଭାଇ। ହେଲେ ତତେ ଦୁଃଖୀ କରି ମୁଁ କେବେ ବି ସୁଖୀ ହେଇପାରିବିନି ଭାଇ। ଏ ଭଉଣୀ କାହିଁକି ତ ନିୟମଟା ତୁ ଭାଙ୍ଗି ଦେଲୁ ନା ଭଉଣୀ? ଆଉ ତୁ କଣ ଭାବୁଛୁ ହରିଶ୍ଚନ୍ଦ୍ର ପରି ସବୁତକ ଧ୍ୟାନ କରି ଅନ୍ୟମାନଙ୍କୁ ତ ପରାଜିତ କରିବୁ, ସବୁତକ ବିଷୟ ଏକାପି ସମସ୍ତଙ୍କୁ ତୁ ହରେଇ ଦେବୁ। ଏମିତି ନିୟମ ଭାଙ୍ଗି ତୁ କି ଲାଭ ପାଉଛୁ ଭଉଣୀ? ଏ ଭାଇ ତୋ ପାଇଁ ନର୍କକୁ ଗଲେ ମଧ୍ୟ ଟିକେ ବି ମନ ଦୁଃଖ କରିବିନି। ମୁଁ ସିନା ନିୟମ ଭାଙ୍ଗି ଲାଭ ପାଇନି, ହେଲେ ତୋ ବାପା ତୋ ଭଉଣୀ ସେମାନେ ପାଇବେ ନା। କଣ କହିଲୁ? ମୋ ବାପା ଭଉଣୀ? ହଁ ଲୋ, ତମ ବାପା ଭଉଣୀ ଏ କଥା ଶୁଣି ସାରିବା ପରେ ସେମାନେ ବେଶୀ ଖୁସି ଅଛନ୍ତି ସେମାନେ। କଣ କହିଲେ ମଉସା? ଆପଣ ମୋ ବାପାଙ୍କ ପାଖକୁ ଯାଇଥିଲେ? ହଁ ଲୋ, ଏ ଖୁସି ଖବରଟା ଶୁଣି ସାରିବା ପରେ ମୁଁ ତାଙ୍କୁ ନ ଦେଇ ରହିପାରିଲିନି। କେମିତି ଅଛନ୍ତି ସେମାନେ? କୃଷ୍ଣ ବିନା ନନ୍ଦରାଜା କେବେ କଣ ଖୁସି ରହିପାରନ୍ତି ଯେ ସେ ରହିପାରିବେ? ତମ ବାପା ମଣିଷ ନୁହନ୍ତି ଆଲୋ, ସେ ଭଗବାନ। ଜନ୍ମ ନ ଦେଇ ମଧ୍ୟ ତମ ପ୍ରତି ସ୍ନେହ ଶ୍ରଦ୍ଧା ଭଲ ପାଇବା ଦେଖି ସାରିବା ପରେ ଭାରି ଇଚ୍ଛା ହେଲା ତାଙ୍କ ପାଦ ଛୁଇଁ ପ୍ରଣାମ କରିବାକୁ। କଣ କହିଲେ ମଉସା? ଆପଣ ମୋ ବାପାଙ୍କ ପାଦ ଧୂଳି ଛୁଇଁଛନ୍ତି? ହଁ ଆଲୋ,
ସେଭଳି ଦେବତାଙ୍କର ପାଦ ନ ଛୁଇଁ ପ୍ରଣାମ କରିବାକୁ ମୋ ବିବେକ ମତେ ବାଧା ଦେଲା। ହେଲେ ମଉସା ମୋର ଆଉ ସେ ଭାଗ୍ୟ ନାହିଁ ମଉସା। ତମେ କଣ କରିବାକୁ ଚାହୁଁଛ? ଏ ପାପିଟା ତା ଜୀବନରେ ଆଉ ତା ବାପାଙ୍କ ପାଦ ଧୂଳି ଟିକେ ଛୁଇଁ ପାରିବନି। କାହିଁକି କଣ କହିବାକୁ ଚାହଁ ତମେ? ମଉସା ଆପଣ ମୋତେ ସାହାଯ୍ୟ କରିବାକୁ ଚାହୁଁଛନ୍ତି ନା? କଣ କୁହ? ମୁଁ ଆପଣଙ୍କୁ ହାତ ଯୋଡ଼ି ଅନୁରୋଧ କରି କହୁଛି ମଉସା, ଫାଶୀ ପାଇବା ପୂର୍ବରୁ ମତେ ଟିକେ ମୋ ବାପାଙ୍କ ପାଖକୁ ନେଇଯିବେ। ନିଶ୍ଚୟ ନେବି ଆଲୋ, ମୁଁ ସେ ବ୍ୟବସ୍ଥା କରୁଛି। ସବୁ କାଗଜପତ୍ର ରେଡି ହେଇସାରିଛି, ଖାଲି କେଇଟା ଦସ୍ତଖତ କରିଦେଲେ ବାସ୍ କାମ ଶେଷ। ମଉସା କାମ ଶେଷ ନୁହଁ, ମୋ ଭଉଣୀର ଜୀବନ ଶେଷ। ଅନୁରୋଧ କରୁଛି ଆଲୋ, ମୋ କଥା ରଖ। କୁହନ୍ତୁ ମଉସା। ବାପାଙ୍କ କଥା ପଚାରିଲୁ, ଭଉଣୀ କଥା ପଚାରିବୁନି। କେମିତି ଅଛି ସେ? କେମିତି ଅଛି ମୋ ଭଉଣୀ? ନିଜ ଜୀବନକୁ ନଷ୍ଟ କରି ତାକୁ ଖୁସି କରିବାକୁ ଚାହୁଁଥିଲୁ ନା? ହେଲେ ସବୁଠାରୁ ଦୁଃଖୀ ହଉଛି ସିଏ। ଯାହା କରିଛି ବଡ ଦୌଳର ସୁଭଦ୍ରା ଜଗନ୍ନାଥଙ୍କ ପାଇଁ ସେତିକି କରିବେନି। କଣ କରିଛି ସେ? କୋ ଲେଖା ଚୁକାର ଭଉଣୀ କିଏ ସେ? ଗୋଟେ ପରପୁରୁଷକୁ ବଞ୍ଚେଇବା ପାଇଁ ଥାନାକୁ ଯାଇ ନିଜ ଇଜ୍ଜତକୁ ବିକ୍ରି କରିବାକୁ ଚାହେଁ। ଆଉ କିଛି ଶୁଣିବାକୁ ଚାହେଁନି, ମୁଁ କିଛି ଶୁଣିବାକୁ ଚାହେଁନି। ଏସବୁ ପାଇଁ ଦାୟୀ ହଉଛି ମୋ ପାଇଁ। ତମମାନଙ୍କ ଜୀବନକୁ ହାହାକାର କରିଦେଇ। ନାଇଁ ତୁ ଜମା ବ୍ୟସ୍ତ ହେଲା ଭାଇ, ଜମା ବ୍ୟସ୍ତ। ପୁଣି ତମ ପରିବାର ହସ ଖୁସି ଫେରି ଆସିବ। ପୁଣି ତମ ଭାଇ ଭଉଣୀ ମୋର ସମସ୍ତଙ୍କର ମହାମିଳନ ହବ। ହେଲେ କେମିତି ଲୋ ଭଉଣୀ? ହଲୋ, କେମିତି ହବ ସବୁ? ମୁଁ ତମ ପାଇଁ ଉପର କୋର୍ଟରେ ଅପିଲ କରିବି। ଆଉ ଯାହା ଟଙ୍କା ଖର୍ଚ୍ଚ ମ୍ୟାଡାମ ଦେବେ। ଖାଲି ଟଙ୍କା ନୁହେଁ ଭାଇ, ଦରକାର ପଡ଼ିଲେ କୋର୍ଟର କାଠଗଡ଼ାରେ ଛିଡ଼ା ହେଇ ତଣ୍ଟି ପଟେ ଚିତ୍କାର କରି କହିବି, ଜଜ୍ ସାହେବ ମୋ ଭାଇ ଦୋଷୀ ନୁହଁ, ଦୋଷୀ ହଉଛି ମୁଁ। ମୁଁ ତାକୁ ଦୋଷୀ ସଜାଇ ଦେଇକି ମୋତେ ଦଣ୍ଡ ଦିଅନ୍ତୁ ଜଜ୍ ସାହେବ, ମୋତେ ଫାଶୀ ଖୁଣ୍ଟରେ ସବୁ କାଗଜପତ୍ର ରେଡି ହେଇସାରିଛି, ଖାଲି କେଇଟା ଦସ୍ତଖତ କରିଦେଲେ ବାସ୍ କାମ ଶେଷ। ମଉସା ବରଂ ମୋ ଭଉଣୀର ଜୀବନ ଚାଲ, ମୁଁ ତମକୁ ଅନୁରୋଧ କରୁଛି। ନାଇଁ ମଉସା ନାଇଁ, ଆପଣ ମତେ ଅନୁରୋଧ କରି ଏତେ ଛୋଟ କରିଦିଅନ୍ତୁନି ମଉସା, ଛୋଟ କରିଦିଅନ୍ତୁନି। ତାକୁ କଣ କହୁଛୁ? ତାଙ୍କ ମାନବିକତାର ଦୋହାଇ ଦେଇ ତୁ ମୋ ମଣିଷ ପଣିଆକୁ ଥଟ୍ଟା କରୁନୁ? ହଁ, ଥଟ୍ଟା କରିବୁନି କାହିଁକି? ମୁଁ କଣ ତୋ ରକ୍ତର ଭଉଣୀ କି? ସେମିତି କଣ କହୁଛି? ତୁ ବି ସେମିତି କହିଲେ କହିଦଉଛି। ଜମା ସେମିତି କହିବୁନି। ତୁ କଣ ଭାବିଛୁ ଏମିତି ବଡ଼ ପାଟି କରି ମୋ ମୁହଁଟାକୁ ବନ୍ଦ କରିଦବୁ? ଅଭିମାନ କରିବି ଜାଣିଛ? ତୁ ମୋ ରାଗ ଜାଣିନୁ। ତୁ ବି ମୋ ରାଗ ଜାଣିନୁ। ଆରେ ବାহ, କିଏ କହିଲା ତମେ ଦି ଜଣ ରକ୍ତର ଭାଇ ଭଉଣୀ ନୁହଁ? ଏ ଜନ୍ମରେ ନହେଲେ ବି ମତେ ଲାଗୁଛି ତମେ ପୂର୍ବ ଜନ୍ମରେ ନିଶ୍ଚୟ ରକ୍ତର ଭାଇ ଭଉଣୀ ଥିଲ। ମଉସା ଆପଣ ମତେ ଟିକେ ସାହାଯ୍ୟ କରିବାକୁ ଚାହୁଁଛନ୍ତି ନା? କଣ କୁହ? ଇଚ୍ଛା ହଉଛି ମଉସା ବାପାଙ୍କ ପାଖକୁ ଯାଇ ତାଙ୍କ ପାଦ ଧୂଳି ଟିକେ ଛୁଇଁବାକୁ। ମୁଁ ସେ ବ୍ୟବସ୍ଥା କରିବି ଆଲୋ, ମୁଁ ଏବେ ଆସୁଛି ଆଲୋ। ତୋ ଚିଠିରେ ଅଟଳ ରହି ମୋତେ ହରେଇ ଦେଲୁ ନା ଭାଇ।
अरे तते हरेबार संकल्प कौन मु केबे करि परिबी ताले मो कथारे राजी हेलुनी काहेकी केवल तोरी पाइलो भौनी तोरी पाई मोरी पाए हसिबा कथा कहछु ना मु जीवन में केबे हसी परिबिनी लो भौनी हे भाई मो एकुटिया काहेकी चालुनो आज हमें भाई भोले साग हे नाइ लो हसी परि तू कहलो भाई तते फांसी हे करा परे सेते दिन मो बचेबी मो करा मो कले हसी पारे भाई भौणी जीवन जो जीवन आमको डराउछि जो परिस्थिति आमको धमक दउछि जो मृत्यु आमको भयभीत करुछि से जीवन से परिस्थिति को आमे डरेबो तू देखिबो भाई आमे भाई भौणी जीवन शेष एमिति हसिबा जे मृत्युर भय करे पळे हसुनु भाई अरे Hari
ତାକୁ ଆଜି ଫାଶୀ ହେଇଗଲା। ଆଜି ସେଲିବ୍ରେଟ ତମମାନଙ୍କୁ ନିମନ୍ତ୍ରଣ। আপন করনু এই কেসটা হচ্ছে মোর মু এই কেসে সফলতা পাইছি পুনি মো বাপা কো রে বরং এই কেসটা হচ্ছে মো পুলিশ ডিপার্টমেন্ট যদি সাহায্য করি নথান্তা তাহলে আপন এই কেসরে কেবে জিতি পারল। ভুল কହୁଛନ୍ତି ଆପଣ ମାନେ ସବୁତିକ ଧନ୍ୟବାଦ ଆମେ ଶଳା ଭିଣେଇକୁ ମିଳିବା ଦରକାର। ହଁ ସାର୍ ଆମ ଭାଇଟା ବିରୁଦ୍ଧରେ ଯଦି ଆମେ ମିଛ ସାକ୍ଷୀ ଲଗେଇଥାନ୍ତୁ ତାହେଲେ ଆପଣ ଏ କେସ୍ ଜିତିଥାନ୍ତେ କେମିତି? ଆରେ ସବୁ କଥା ବିଚାର করে କହିଲେ ସବୁ ଶ୍ରେୟ ମୋ ବନ୍ଧୁ ରାଜେନ୍ଦ୍ର ମହାନ୍ତି ପାଇବା ଦରକାର। କାରଣ ବିନା ପ୍ରମାଣରେ ସେ ଡାକ୍ତରୀ ସାର୍ଟିଫିକେଟ ଦେଇଛି। ବାବା ଆପଣ ମାନେ ଏଠି ଗୋଟେ ହିନ୍ଦୁ ସଭା କରି ନିଜ ନିଜ ପ୍ରଶଂସା ପାଇବା ପାଇଁ ପ୍ରତିଯୋଗିତା କରୁଛନ୍ତି। ଆଉ ଯଦି ଭଲ କାମ କରିଥାନ୍ତେ ତାହେଲେ ନିଜ ନିଜ ଭିତରେ ମାଡଗୋଳ ବି କରିଥାନ୍ତେ। ଆମେ ତୁ ଏଠି କାହିଁକି ଆସିଛୁ? ଆସିଛି ଆପଣଙ୍କ ଆଖିରୁ ଅନ୍ଧପୁଟଟା ଖୋଲି ଦେଇ ଆଇନର ମାର୍ଗଟା ଦେଖେଇ ଦେବା ପାଇଁ। ଆପଣ ସମସ୍ତ ଦେଖିପାରିବେ କେତେ କଦର୍ଯ୍ୟ ଆପଣ, କେତେ କଦର୍ଯ୍ୟ ଆପଣଙ୍କ ଚେହେରା, ଆପଣଙ୍କ ବଂଶ ପରମ୍ପରା। ଘରେ ଲଗାମ ଦେଖ। କାହିଁକି ଲଗାମ ଦେବି? ଆପଣ କହୁଥିଲେ ମୁଁ ଠିଆ ହୋଇ ସବୁ ଶୁଣୁଥିଲି। ଆଜି ମୁଁ କହିବି ଆପଣ ଶୁଣିବେ। ଏ ଶାଳୀର ମୁଣ୍ଡଟା ପୁରା ଖରାପ ହେଇଯାଇଛି। ମୋ ମୁଣ୍ଡଟା ଖରାପ ହେଇଯାଇନି, ବରଂ ତମ ମୁଣ୍ଡଟା ଖରାପ ହେଇଯାଇଛି। ତା ହେଇନଥିଲେ କେଉଁଟା ଟଙ୍କା ପାଇଁ ତମେ ମାନେ ମଣିଷର ମଣିଷ ପଶୁ ପାଲଟି ଯାଇନଥାନ୍ତେ। ଦେଖିପାରୁନୁ ସାମ୍ନାରେ ପୋଲିସ ଖଡ଼ା ହୋଇଛି। ପୋଲିସ ନାଇଁ, ଏଟା ପୋଲିସ ନୁହଁ। ଯୋଉ ପୋଲିସ ଅନ୍ୟାୟକୁ ସମର୍ଥନ କରେ ସେଟା ପୋଲିସ ନୁହଁ, ସେଇଟା ଗୋଟାଏ ଗୁଣ୍ଡା। କଣ କହୁଛେ ମୁଁ କିଛି ବୁଝିପାରୁନି। ବୁଝିପାରୁନାହାନ୍ତି? ଯେତେବେଳେ ସବୁ କଥାଟା ବୁଝି ପାରିବେ ସେତେବେଳେ ଆକାଶରୁ ଆସି ପତାଳ ଖସି ପଡ଼ିଥିବେ। ମାନେଟା ହେଲା ଯୋଉ ଆଲୋକ ଭାଇଜାନକୁ ଫାଶୀ ପାଇଛନ୍ତି ବୋଲି ତମେ ମାନେ ଏତେ ଖୁସି ମନାଉଛ। ସେ ଆଲୋକ ଭାଇଜାନ ମୋର ନିର୍ଦ୍ଦୋଷ। ଆଉ ସବୁ ଦୋଷ ହଉଛି ଆପଣଙ୍କ ବେଟିର। ନିଜ ପ୍ରେମକୁ ପାଇବାର ଲାଗି ମୁଁ ଆଲୋକ ଭାଇଜାନଟାକୁ ମିଛ କେସରେ ଫସେଇ ଦେଇଛି। ମୁହଁରେ ଲଗାମ ଦେ କହୁଛି। ଚରିତ୍ର ସାର୍ଟିଫିକେଟ ତୁମ ଝିଅ ଦେବୁ? ମୋ ଝିଅ କେମିତି ମୁଁ କଣ ଜାଣିନି? ସାର୍ ମୁଁ ଭାବୁଛି এইটা আমার বিরুদ্ধে গোটে নির্দিষ্ট প্ল্যান। হ্যাঁ স্যার, এইটা মোর ডাক্তার গোটে রীতিমত প্ল্যান। সেদিন আপন জমা বি চিন্তা করুন স্যার। হ্যাঁ ଆପଣ ଠିକ କହୁଛନ୍ତି ମ୍ୟାଡାମ। এই ଶାଳୀଠୁ କେମିତି ସତ କଥା ଆଦାୟ କରାଯିବ ମତେ ଠିକ ଜଣା ଅଛି। ଏ ଶାଳୀ କହ, ତତେ ଏଠିକି କିଏ ପ୍ଲାନ୍ କରିଛି କହ। ରେଶ୍ମାକୁ କେହି ଏଠି ପ୍ଲାନ୍ କରି ପଠେଇ ନାହାନ୍ତି। ବରଂ ସବୁ ସତ କଥାଟା ଜାଣି ସାରିବା ପରେ ସେ ବାଘୁଣୀ ହେଇଯାଇଛି ବାଘୁଣୀ। ତମେ କିଏ? କାହିଁକି ସାଥିରେ ଆସିଛ? ମୁଁ ଏଇ ରୂପାଳୀ ମ୍ୟାଡାମଙ୍କର ବଡ ଭାଇ ଆଉ ଆପଣଙ୍କ ଝିଅର ପ୍ରେମିକା। ସେ ପ୍ରେମ କଥା ମୋ ଆଗରେ କହନା। ଆରେ ବାବୁ, ସେଇ ପ୍ରେମ ପାଇଁ ଏତେ ବଡ ଅଘଟଣଟା ଘଟିଗଲା। ମୋ ପାଇଁ ଗୋଟେ ନିର୍ଦ୍ଦୋଷ ମଣିଷ ଆଜି ଫାଶୀ ଖୁଣ୍ଟରେ ଝୁଲିବାକୁ ଯାଉଛି। ଦେଖନ୍ତୁ, ଆପଣ ତା କଥା ଜମାରୁ ବି ବିଶ୍ୱାସ କରନ୍ତୁ। ମୋ ଡାକ୍ତରଙ୍କ କଥା ଆସି এইটা মতে বদনাম କରିବାକୁ চেষ্টা କରୁଛି। ঠিক ଅଛି, ମୁଁ ଯଦି ମିଛ କହୁଛି ଆପଣଙ୍କ ଝିଅକୁ ଡାକିକି ପଚାରନ୍ତୁ। ସେମାନେ ଯାହା କହୁଛନ୍ତି ଏ କଥା ସତ। ଆପଣ ମତେ ମାରନ୍ତୁ, ହାଣନ୍ତୁ, ଯାହା କରିବା କଥା କରନ୍ତୁ, ଏସବୁ ହଉଛି ସତ ଡାଡି। ଆଲୋକ ଭାଇକୁ ଟଙ୍କା ଦେଇ ମୁଁ ଏମିତି ମିଛ ରେପ୍ର ନାଟକ କରିଥିଲି। ମୁଁ ମାନୁଛି, ମୁଁ ବୁଝୁଛି, ଏସବୁ ମୋ ଭୁଲ। ହେଲେ ଏମାନେ ଯାହା କହୁଛନ୍ତି
বারবার আরে তুই সিনা ভুল করিছু হেলে মু পাপ করিছি ମୁଁ ପରିସ୍ଥିତିରେ କ'ଣ କରିବି ମୁଁ କିଛି ବୁଝିପାରୁନି କେବଳ ଗୋଟିଏ ନିଷ୍ପତ୍ତି ସାର୍ ସେ ଆଲୋକର ଜୀବନଟାକୁ ବଞ୍ଚେଇବା ଆଉ ଯଦି ତା ନ କରନ୍ତି ଜଗନ୍ନାଥ ଆପଣଙ୍କୁ କେବେ ବି କ୍ଷମା କରିବେନି କେବେ ମାଫ କରିବେନି ମୁଁ ଆପଣଙ୍କୁ ହାତ ଯୋଡ଼ି ଅନୁରୋଧ କରୁଛି ଡାଡି ଭୁଲ ପାଇଁ ଆପଣ ମୋତେ କ୍ଷମା କରିଦିଅନ୍ତୁ ମୋତେ ଆରେ ଆରେ ତୁ ସିନା ଭୁଲ କରିଛୁ ହେଲେ ମୁଁ ପାପ କରିଛି ମୁଁ କ'ଣ କରିବି ମୁଁ କିଛି ଚିନ୍ତା କରିପାରୁନି ଏ ପାପରୁ ରକ୍ଷା ପାଇବା ପାଇଁ ହେଲେ ଗୋଟାଏ ମାତ୍ର ରାସ୍ତା ଡାଡି କେବଳ ଗୋଟାଏ ୟେସ୍ ତୁ ଠିକ କହିଛୁ ଆନନ୍ଦ ଅତୁଲ ଆରେ ଆମେ ଜମିତ ସମସ୍ତ ମିଛ କହି ତାକୁ ଦୋଷୀ ସଜାଇ ଦେଇଛେ ଏବେ ସେମିତି ସତ କହି ତାକୁ ନିର୍ଦ୍ଦୋଷ ସଜାଇବା ନାଇଁ 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 ଆମେ ଆଉ ସେ କାଦୁଅକୁ ଯିବାର ନାହିଁ କି ଗୋଡ଼ ମଧ୍ୟ ଧୋଇବାର ନାହିଁ ସେ ଆଲୋକ ଭାଇଜାନଟା ଲାଗି ଆମେ କୋର୍ଟରେ ମିଛ ସାକ୍ଷୀ ଦେଇଥିଲୁ ହଁ ସାର୍ ଆପଣ କହିଥିଲେ ଆପଣଙ୍କ ଘରେ ଆମେ ମିଛ ସାକ୍ଷୀ ଦେଲୁ ହେଲେ ଆମେ କାଦୁଅକୁ ଯିବା ଦରକାର ନାହିଁ କି ଗୋଡ଼ ଧୋଇବାର ନାହିଁ नो टेंशन फुल मस्ती फुल चलिए ମୁଁ ଦେଖିବି ତମେ କେମିତି ସାକ୍ଷୀ ଦେବ ଦେଖନ୍ତୁ ସାର୍ ଆପଣ ସେ ଭୁଲ କରନ୍ତୁନି ମାନେ ମାନେ ଦେଖନ୍ତୁ ସାର୍ ସେ ଆଲୋକକୁ ବଞ୍ଚେଇଲେ ସବୁଠୁ ବେଶୀ କ୍ଷତି ହବ ଆମର ହଁ ସାର୍ ଥରେ ଆପଣ ଗଭୀର ଭାବରେ ଚିନ୍ତା କରନ୍ତୁ ସେ ଆଲୋକଟା ବଚିଲେ ଆମେ ସମସ୍ତେ ଫସିବା ଏମିତିକି ପୋଲିସ ହିସାବରେ ଆନନ୍ଦ ଆଉ ଡକ୍ଟର ହିସାବରେ ଆପଣଙ୍କ ବନ୍ଧୁ ରାଜେନ୍ଦ୍ର ମହାନ୍ତି ଅମିର ଅତୁଲ ଆଉ ଆପଣଙ୍କ ସତ କହୁଥିବା ଝିଅ ଆପଣ ଚିନ୍ତା କରନ୍ତୁ ସାର୍ ଆଲୋକ ବଚିଲେ ଆମେ ସମସ୍ତେ ମରିବା ଏଥର ନିଷ୍ପତ୍ତିଟା ଆପଣଙ୍କ ହାତରେ ଅଛି ସାର୍ ଦେଖନ୍ତୁ ସାର୍ ମୁଁ ବୋକା କାଳିଦାସ ନୁହେଁ ଯେ ଗୋଟେ ଅମଣିଷ ପଶୁ ପାଇଁ ନିଜେ ନିଜର କ୍ଷତି ଆପଣଙ୍କର ସେମାନଙ୍କ କଥା ମାନି ନେବେ ଆପଣଙ୍କର ସେମାନଙ୍କ କଥାକୁ ଗ୍ରହଣ କରି ନେବେ ଆଉ ଯଦି ଗ୍ରହଣ କରିନିଏ ଆପଣ ସେମିତି କଲେ ଆମେ ବାପ ଝିଅ ପାପର ଭାରରେ ଚଳି ପଡ଼ି ପାଉଛ ହେଇଛି ଆପଣଙ୍କର କ'ଣ ହବ ନ ହବ ମୁଁ ସେ କଥା ଜାଣିନି ହେଲେ ମୁଁ ଝିଅଟା ଝରେଇଯିବି ଡାଡି ଝରେଇଯିବି ମୁଁ ଆଉ ଆଲୋକ ଭାଇର ପ୍ରତାପ ଆପଣଙ୍କୁ ସବୁବେଳେ ପଚାରିବ କୁହ ଆଜି ଥରେ ଆପଣ ଯାହା କରିଛନ୍ତି କ'ଣ ଠିକ କରିଛନ୍ତି ଆରେ ମୁଁ ପଚାରୁଛି ତା ସହିତ ତୋର ସମ୍ପର୍କ କ'ଣ ମୁଁ ଜାଣିଥିଲି ଡାଡି ମୁଁ ଜାଣିଥିଲି ଏମିତି ପ୍ରଶ୍ନ ଦିନେ ଆପଣ ମତେ ପଚାରିବେ ଶୁଣିବେ ସେ ସମ୍ପର୍କ ଆଲୋକ ଭାଇ କଳସି ହେଲେ କଳସି ଉପରେ ଥୁଆ ହେଇଥିବା ସେଇ ପଇଡ଼ ଆଲୋକ ଭାଇ ତୁମ ବରକୋଳି ପତ୍ର ହେଲେ ଆମେ ଏକାଠି ହେଇଗଲେ ଦିବ୍ୟ ମନ୍ତ୍ର ଉଚ୍ଚାରଣ ହୁଏ ଆମର ସେଇ ଆମକୁ ଅଲଗା କରି ଆପଣଙ୍କର ଠିକ କରିବେ ଆପଣ ମୁଁ ଠିକ କରିବି ଆଦିତ୍ୟ ରାୟର ଏଇଟା ଫାଇନାଲ ডিসিশন আরে ঘরক চল ଆଉ ଏମିତି ଅଛନ୍ତି ଏବେ ଭ୍ରମ ସଂଶୋଧନ ହେଇଯାଇଛି ଏବେ କହିବେ ଲାଞ୍ଚ ନେଇ ଆଦିଲ ଖାନଠୁ ମୁଁ ଆଲୋକ ବଞ୍ଚେଇବାକୁ ଚାହୁଁଛି ସେ କଥା ମତେ ପଚାରିବ ଏବେ ବି ସମୟ ଅଛି ଭୁଲ ବୁଝିଯାଅ
ताले आलोकर जीवन रक्षा करी आपण को आत्ममर्यादा रक्षा करंती आउ जदि न करे अवशिष्टांश जीवन आपण जीवन होई रही যন্ত্রণা পালটি যাব নিষ্পত্তি কি আপন ফাঙ্কি দেই পারিব বিবেক বিবেক কথা को আপন কেবে ফাঙ্কি দেই পারিবে আসুচি কোর্টে দেখা হবো নমস্কার ମୁଁ କଣ କରୁଛି ଠିକ କରୁଛି ନା ଭୁଲ କରୁଛି ଭୁଲ କରୁଛି ନା ଠିକ କରୁଛି ଠିକ କରୁଛି ନା ଭୁଲ କରୁଛି ଭୁଲ କରୁଛି ନା ଠିକ କରୁଛି ବଞ୍ଚିଗଲା ପରେ ତାଙ୍କର ବେଶୀ କ୍ଷତି ହବ ବୋଲି ବୁଦ୍ଧି ବାବା ଅଖିଳର ଧର୍ମ ଆଉ ସେମିତି କରି ମୁଁ ମୋ ଧର୍ମ ରକ୍ଷା କରିଛି ଧର୍ମ କଣ ତୁ ଜାଣିଛୁ ବାପା ଧର୍ମ କାହା କୁହାଯାଏ ତୁ ବୁଝିଛୁ ये कौन पापा अरे धर्म कौन तू जानिछु धर्म काहे को जाए तू जानिछु ଭାଇ जदि धर्म काहे को जाए जानि थांतु से आलोक रो फांसी को विरोध करि थांतु ଭାଇ अरे कौन न करछि से तो पाई कौन न करछि आज तू टकार लाइसेंस तो धरि बोलुछु सेटा भी तारी दान ତାର ଦାନର ଓକିଲ ହୋଇ ଆଜି ଭସ୍ମାସୁର ସାଜି ତାକୁ ଭସ୍ମ କରିଦେବାକୁ ବସି ବାପା मारी देवी मारू मारू मारी देवी ବୁଦ୍ଧି ବାପା ଓକିଲର ବୁଦ୍ଧି ମୁଁ ଲାଭ ପାଇଛି କି କ୍ଷତି ପାଇଛି ସେ କଥା ଆପଣ ଚିନ୍ତା କରିପାରିବେ ଆଲୋକୁ ଫାଶୀ ଖୁଣ୍ଟ ଚଳି ଦେଇ ମୁଁ ଏ ସହରରେ ରେପୁଟେସନ ତିଆରି କରିଛି ଆଲୋକୁ ଫାଶୀ ଖୁଣ୍ଟ ଚଳି ଦେଇ ମୁଁ ଟଙ୍କା ପାଇଛି ଆଲୋକୁ ଫାଶୀ ଖୁଣ୍ଟ ଚଳି ଦେଇ ଆନନ୍ଦ ପରେ ବୟଫ୍ରେଣ୍ଡ ପାଇଛି ତୁ କହ ଭାଇ ମୁଁ ଏମିତି କୋଟା ଭୁଲ କରିଦେଇଛି କହିଲୁ हां तू ठीक ପ୍ରତି करिछु ବର୍ଷ ଦୁନିଆରେ ଗୋଟେ ପରେ ଗୋଟେ ସିଡ଼ି ଚଢ଼ି ନିଜ ଜୀବନକୁ ଉପଭୋଗ କରୁଛନ୍ତି ମୁଁ ବି ଠିକ ସେଇଆ କରିଛି हां तू ठीक करिछु हेले सुन आज ठारू तो ना सहित जोड़ी हिथिया मो नार संपर्क डोरीटा को मु एठी छिड़े देबी ତାମାନେ ତୁ मारी देबी मारू मारू मारी देबी बापा मारी देली मो भौणी को नीचे हाथ मारी देली बापा बापा मारी देली बापा मो भौणी को नीचे हाथ मारी देली हाँ मु ठीक करिछि जे आलोक रो शत्रु से मोर भी शत्रु आज वकील कमला या पर पानी से साक्षी मानकर अतुल आमीर ଟଙ୍କା ପକରେ ମୁଁ ତତେ ଟଙ୍କା ଦେଇ टंका चाहिए अमी मुझे टंका चाहिए ଥରେ କହିଲି ମୁଁ ତତେ ଟଙ୍କା ପକା ଦେଇ ପାରିବିନି अन कहलु टंका देई परिबु ଅମୀର ତୁ ତ ଅମୀରକୁ ଧୋକା ମାରୁଛୁ खाली धक्का मारिछि टंकाटा न देले ठंगार तो मुंडटाको बाड़ेई ती फाल करि देबी ମୁଁ ପଚାରୁଛି ଟଙ୍କା ନେଇ କଣ କରିବୁ ମତେ ବିପୁନେ ଛୁଆ ଖେଳିବୁ ତୁ टंका पाइले मुकु ओडिसा बाय बाय आई वेलकम टू दुबई दुबई रे जाई बड़ा बिजनेस करबी आईएस करबी आईएस ये तो मुंडरे भूत पुरैछि के जानी ऐसे फालतू बकवास बंद कर मु कहूची से टंकाटा मते देई दे ଟଙ୍କା ଥରେ କହିଲି ମୁଁ ତତେ ଟଙ୍କା ଦେଇ ପାରିବିନି ଟଙ୍କା ଦେଇ ପାରିବିନି ମୁଁ अबे से चाबी काठीटा कहूची मते तू देई दे ଥରେ କହିଲି ମୁଁ ତତେ ଦେଇ ପାରିବିନି हां टंकाटा सिए देइनी टंकाटा मो आलोक भाईजान देछि टंकाटा ଅତୁଲ ବେଟା ଥରେ ବା କହିଲି ମୁଁ ଟଙ୍କା ଦେଇ ପାରିବିନି ବୋଲି ଜାଣିଛି ଟଙ୍କାଟା ଉପରେ ତମର ଲୋଭ ବଢି ଯାଇଛି ଦବାକୁ ତମକୁ ଟିକେ କଷ୍ଟ ଲାଗୁ ଏ ଜିଜୁ ତମେ ଠିକ କହିଛ ଏ ସେ ଚାବି କାଟ ଦେ କହୁଛି ନା ମୁଁ ଦେବିନି ଛଡା ମୁଁ ଠିକ ବୁଝି ପାରୁଛି ଟଙ୍କା କେଇଟା ମୋ ହାତରେ ଧରେଇ ଦେଇ ଫାଶୀ ପାଇବାକୁ ବସିଲାନି
एठी मते मरिबार व्यवस्था करि देछि हम बाप को भितरे म कली मंजी पति दे जाछि फांसी पाइबा गुरु जदी सेटा मरि जाता हसंती मन खोली हसंती अबे से चाबी काठीटा दे कहूची मु देबिनी कहूछि दे कहूची मु देबिनी देखि देखिबी तमे दिटा मोर कट करिवो जातु आपण भीतर को जाओ अबे किया बे तो तम दीटार चंबाबे मु अरे तू आमो प्रमाण हबे आमे हम तो चंबा अच्छा अबे देखिबा अबे बस नहीं रे असित नहीं तू सोनू छाड़ी दे जीवन को मारी देबी नहीं मारू ए असित कहा को मारिबा को तू बसिस रे अरे से होची मो भाई से जदी मरी जीवो ताले मो बापा को पारी टिके किए दब रे आ से होची मो भिणेई से जदी चली जीवो मो भौनीटा सब दिन पाई विधवा होई जीवो छाड़ी दे देखू ये लोग भाई अरे एत सब घटना घटी गला परे एमाने बुझी पड़नाहांती काईकी तोते एमाने जानी पड़नाहांती काईकी असित अरे गछरे जेते बेले फूल फुटे पवनटा ता बास्नाटा चारिआडे महकी दे रे मनीष एमिति गोटे गछर फूल जहा को जेते चेष्टा कले भी पवन कोउडे नहीं परिबनी मरी गला परे ता बास्ना सबु आडे चली जाए ये लोग भाई अरे तो प्रेमटा को मो बौड़ी बुझी परिनानी काईकी बुझी परिनानी से असित कोन खइची मो रूपाली रो मारी दैछि मारी दैछि ताको से शेषरे तुम रूपाली टाको मारी देलो ताको मारी दैछि काहे की ताको मारी देलु मारी छी भाई अब तो दीटा को मारी दे नहीं रे नहीं तू तुम्हें बच्चा ही चला भाई मारी दी तो नहीं तू चल मु जाउछी भाई ले गला बेले की कहूची सब बोले मु जाउछी भाई जाउछी स्टेशन में नीचे को नीचे व्यस्त होना रे असित व्यस्त होना तू मनुष्य करिथिबा कर्म दिने दिने भोगिबा के पड़े जा आस मो पाखु टिके आस आमको तुम क्षमा कर दियो आलोक भाई
ସାହାଯ୍ୟ କରିପାରିବୁ? କୁହ ନା ଭାଇ କୁହ। ଅମୀର ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ମୁଁ ମୋ ଶେଷ ଇଚ୍ଛା ପୂରଣ କରିବାକୁ ଭାରି ଇଚ୍ଛା ହଉଛି। କୁହ ଭାଇ ତମର ସେଇ ଶେଷ ଇଚ୍ଛାଟା କଣ କୁହ? ତୁ ବେଟା ତମେ ମୋ ମା ଆଗରେ ମୋ ବିରୁଦ୍ଧରେ ଏମିତି ବନେଇଛୁ ନେଇ କହିବ ସେ ମତେ ମାରି 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 ଦେବ। ମୁଁ ତମକୁ ହାତ ଯୋଡ଼ି ନେହୁରା ହଉଛି ରେ ଅମୀର, ମତେ ଟିକେ ଏତିକି ସାହାଯ୍ୟ କର ରେ। ଏ ଭାଇଜାନ କାହିଁକି ତମେ ଆମକୁ ବାଧ୍ୟ କରୁଛ? ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ମଣିଷର ଶେଷ ଇଚ୍ଛା ପୂରଣ କରାଯାଏ ରେ। ଆଉ ଏଇଟା ହଉଛି ମୋର ଶେଷ ଇଚ୍ଛା। আরে শালা তোর এটাই মা, তুই আমারই ঘরে রহিব, আমি কি গাড়ি করিব? আরে মারা মারিব। আরে কাপড়, আরে তুই তো যে পাপ করিছো সেদিলাগি তো সজা সাই করিছো। আরে কাইকে কাইকে তুই একটু যাও না কাইকে? ତମେ ମାନେ ए भाईजान मिठा मिठा कहता कही कहीं आम बेकरे तू छुरीटा लगे दउछु? ନାଇଁ ରେ ନାଇଁ। तू हमको क्षमा करी दे रे। कौन है सी मत राक्षसी बोली कहूँ ए आलो तो जीवटा छिड़ी जाऊनी तू मत राक्षसी बोली कहूँ आज तते मारू मारू मारी देबी तते मारी देबी कहूँ मारी देबी। एते राग ना बोलो यही बयस एते रागिबाटा जमा भल नुहल बो तू मते मारबो तोठू टिके माड़ खाइबा पाई एबे भी मु चाहि बसिचिलो कोन एते शीघ्र फांसी खुंटारे झुली जाउची की ओ मु आज तोर शेष इच्छा पूरण करिबि लो बो तू मते माड़ मारिले मते जेतिकी कष्ट न हुए माड़ मारी सारी तू जेते बेले कष्ट पाऊ मते बहुत कष्ट हुए लो बो हे बो फांसी पाइबा पूर्व तू कौन मो शेष इच्छा पूरण करिबुनी बोलो ए बाड़ीटा तू मते मारी मारी
ମୋ ଶେଷ ଇଚ୍ଛା ଟିକେ ପୂରଣ କରିଦେବି। ରେ ଝୁଲିବା ପୂର୍ବରୁ ତୋ ପାଖରୁ ମାଡ଼ ଖାଇଗଲେ ବହୁତ ଶାନ୍ତି ପାଇବି ଲୋ ବୋଉ। ମାର ବୋଉ, ମାର ମତେ, ମାର ମତେ। सदा अजी पहुँच देखो, सदा अजी पहुँच देखो, कला कन्हैया काल कुमारी तोला देवना चिजोरी तोला देवना चिजोरी तोला राक्षसी हो पारे ए बोऊ जदि तो मनरे मो प्रति टिके भल पाइबा न थांता तो अंतरे मो प्रति न थांता ताले तू कोन मते बातरू गोटे आनी घर भीतर साइती एते बड़ करि थांत हेलो बोऊ जदि मोर केतले मनुष्य जन्म पाए सत कहूची लो बोऊ आर जन्म रे मु निश्चिंत तो पुओ हे जन्म हेबे बेटा ए मोती करे किछि बोलियो नाही ए को दिन तो सुख देखिनी आकाशर चंद्र देखै मु तते खुशी करी आइलो बो ए तो मंगल मनसी आलक निकटरे मु प्रार्थना करिनी मोर सबठ बड़ कर्तव्य निज पिलार पेट चिनी तको खुआई दो को दिन ए हाथ रे मु तते गेला करिनी ए पकोरे मु
ମତେ ଶୁଆଇ ଦେଇନି ତୋ ଭଳି ପୁଅର ମା ହବାର ଯୋଗ୍ୟତା ତୁ ଯଦି ମତେ ଟିକେ ଦୟା କରନ୍ତୁ କେଇଟା ମୁହୂର୍ତ୍ତକ ପାଇଁ ଆର ଜନ୍ମର ମା ହେଇଯାନ୍ତି ଆରେ ଧନ ମୋ କଲକୁଆ କଚେଇ ବାହାରୁ ଚାଷ ଦବା ହେଇଯିବାକୁ ଚାହେଁ ମାଇଦନ ଗୀତ ଗାଇ ମୋ କଲ ଛନରେ ଶୁଆଇ ନେବାକୁ ଚାହେଁ ଧନ ମୋ କଳକୁଆ ଆଜି ଏ ଦୁନିଆ ବଡ଼ ଦାଣ୍ଡରେ କଣ୍ଠ ପଠେଇ ଚିତ୍କାର କରି କହୁଛି ଧନରେ ମନକୁ ବୁଝାଇ ଦିଅ ଧୈର୍ଯ୍ୟ ଧର ରେ ଝିଆ ଏ ମନକୁ ତମେ ବୁଝେଇ ଦିଅ ଆମର ସେ କଳା କାହ୍ନୁଟା ଆଉ ଫେରି ଏଇଟା ତାର ନୁହଁ ଏଟା ହଉଛି ଆମର ଦୁର୍ଭାଗ୍ୟ ହ୍ୟାଲୋ କୁଆଡ଼େ ଗଲା ଏବେ ସାଙ୍ଗେ ସାଙ୍ଗେ ପୋଲିସ ତାକୁ ନେଇ ଭଗବାନ ଆରେ ଚାଲ ଆମେ ତା ପଛରେ ବାବୁ ଆପଣ ଟିକେ ରୁହନ୍ତୁ ବାବୁ ଆପଣ କଣ ମୋ ଆଲୋକ ବେଟା ପାଖକୁ ଯିବେ ହଁ ଆପଣ ଟିକେ ରହିଯାଆନ୍ତୁ ବାବୁ ତାର ଗୋଟେ ଅମାନତ ମୋର ପାଶରେ ଅଛି ମୁଁ ସାଙ୍ଗେ ସାଙ୍ଗେ ଘରୁ ନେଇ ଆସୁଛି ଆପଣ ତାକୁ ନେଇକି ଦେଇଦେବେ ବାବୁ ଆପଣ ଟିକେ ଅପେକ୍ଷା ବାବୁ ଆପଣ ମୋର ଗୋଟେ ଅନୁରୋଧ ରଖିବେ ବାବୁ କାହିଁକି 10ଟା ଅନୁରୋଧ ମୁଁ ତମର ରଖିବି ବାବୁ ଆମେ ମୁସଲମାନ ସେ ହିନ୍ଦୁ ফাঁসি পাইলা পরে তা সব ଆମ ଗାଁ ମଶାଣିରେ ସଂସ୍କାର ହେଇପାରିବନି ବାବୁ ଆପଣ ତ ହିନ୍ଦୁ ଆପଣ ତାର ବାପ ହେଇ ତା ସବୁକୁ ଗାଁ ମଶାଣିରେ ସଂସ୍କାର କରିଦେବେ ମୋ ପୁଅ ସିନା ଗରିବ ଘରେ ବଢିଛି ତାକୁ ଦେଖିଲେ ମତ ଲାଗେ ସେ ରାଜା ଘରର ଛୁଆ ଧନୀ ବାପର ପୁଅ ସିଏ ବାବୁ ମୋ ପୁଅ ପାଇଁ ମଶାଣିରେ ଶେଷ ଖାଇବା ଥୋଇଦେବେ ଭଲ ପୋଷାକ ପିନ୍ଧେଇ ଦେବେ ହଳଦୀ ଚନ୍ଦନ ଲଗେଇ ଦେବେ କୁହନ୍ତୁ ବାବୁ ଆପଣଙ୍କର ମୋର ଏତିକି ଅନୁରୋଧ ରଖିବେନି ଆରେ ହଁ ମୁଁ ତମ ଅନୁରୋଧ ରଖିବି ବାବୁ ମୁଁ ଆପଣଙ୍କର ବାପା ହେବି ନିଅନ୍ତୁ ବାବୁ ମୋ ବେଟାର ଅମାନତଟା ନିଅନ୍ତୁ ହଁ ବାବୁ 27 ବର୍ଷ ତଳେ ଧର୍ମପୁରର ଧର୍ମଦାଣ୍ଡରେ ମୁଁ ଯୋଉ ଛୁଆକୁ ପାଇଥିଲି
से छुआ पाखरे चिठीटा थिला अब ए चिठी ना अप्सरा बोली लेखा है बाबू अप्सरा हाँ बाबू से चिठी रे तो एया ही लेखा अछि अरे माँ हेलो बाबू তুমি সত্য করছো সে সে বলে ভাই তুমি সত্য করছো নানি और माँ तब मानकर सिना माँ दीटा हेले बापा गोटे ড্যাডি से आलोक बापू पुलिस बाबू तो आलोक बेटा को थाना को नहीं जाइए से पूछते आसले कहीं के मो आलोक को निर्दोष खलास है कि जेल हो गला हमें किछि जानि पालुनी बाबू आपण धैर्य धरतो पुलिस बाबू आसले सब घटना जणा पड़ी छी बाबू धैर्य धरतो आलोक के किछि हमारे कौन है बाबू आलोक बेटा कौन है कौन बाबू आलोक बेटा कौन है आलोक रो कौन है Thank you.